ଜୟ ଜଗନ୍ନାଥ ମୋର ପ୍ରିୟ ଚାଷୀ ଭାଇ ମାନେ ଡେ 2 ରେ କଣ ସବୁ କରାଯିବ ସେଇ ସବୁ ଏ ଭିଡିଓରେ ମୁଁ ଆପଣମାନଙ୍କୁ ଦେଖାଇବି। ମୁଁ ଏଥର 2 ଏକର ଚାଷ କରୁଛି। 2 ଏକର ପାଇଁ ଆମେ 40 କେଜି ବିହନ ପକାଇବା। ମାଳି 363 ରୁ 2 ପକେଟ ପକାଇବା ଯାହାକି 20 କେଜି ଆଉ ପୁଷ୍କଲରୁ 2 ପକେଟ ପକାଇବା ସେ ବି 20 କେଜି। 1 ଏକର ହିସାବରେ ଆମେ 2 କେଜି ବିହନ ପକାଇବା। ଯେହେତୁ ମୁଁ 2 ଏକର ଚାଷ କରୁଛି 2 ଏକର ପାଇଁ ଟୋଟାଲ ଉପରେ 40 କେଜି ବିହନ ଆମେ ପକାଇବା। ପ୍ରଥମେ ଆମେ ବିହନ ପକେଟକୁ ଖୋଲିବା। ମୁଁ ପୁଷ୍କଲ ଆଉ ମାଳି 363 ବିହନ ପକାଇବି। ଆପଣମାନେ ଚାହିଁଲେ ସିନ୍ଧୁ ବିହନ ମଧ୍ୟ ପକାଇ ପାରିବେ। ଆମ ପଟେ ମାଳି 363 10 କେଜିଆ ପକେଟର ଦାମ 1100 ଟଙ୍କା, ପୁଷ୍କଲର 10 କେଜିଆ ପକେଟ 950 ଟଙ୍କା, ସିନ୍ଧୁର 10 କେଜିଆ ପକେଟ 900 ଟଙ୍କା। ଆପଣମାନେ ଦେଖିପାରୁଥିବେ ମାଳି ବିହନଟି ଧଳା କଲର ଆସୁଛି ଆଉ ପୁଷ୍କଲ ବିହନଟି ହଳଦିଆ କଲର ଆସୁଛି। ଏବେ ଆମେ ଏହି ବିହନକୁ 3 ରୁ 4 ଘଣ୍ଟା ଖରାରେ ଦେଇଦବା। ବିହନକୁ ଖରାରେ ଦେଇ ଆମେ ଆମ ବିଲ ଆଡେ ଯିବା। ପୂର୍ବ ଭିଡିଓରେ ମୁଁ ଆପଣମାନଙ୍କୁ କହିଥିଲି ଯେ ହଳ କରିବା ପୂର୍ବରୁ ଆଉ ଥରେ ପାଣି ମଡାଇବା। ଯଦି ବିଲରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଅଛି ଆଉ ପାଣି ମଡାଇବାର ଆବଶ୍ୟକ ନାହିଁ। ଯଦି ପାଣି କମ ଥିବ ଆପଣମାନେ ପାଣି ମଡାଇ ହଳ କରିବେ। ଆମ ବିଲରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଅଛି। ଏବେ ଆମେ ଆମ ବିଲକୁ ହଳ କରିବା। ଆପଣମାନେ ଦେଖିପାରୁଥିବେ ଆମ ଟ୍ରାକ୍ଟର ଆସୁଛି ଆମ ବିଲରେ ଆସି ପହଞ୍ଚିଗଲା। ଏବେ ଆମ ବିଲକୁ ହଳ କରିବା। ନଡା ଓ ମାଟି ମେଳାଇବା ପାଇଁ ଆମେ 2 ଗାର ଦେଇଦବା। ଆମର ଏବେ ହଳ ଚାଲିଛି। ଏତିକି ଏରିଆ 80 ବାଇ 80 ରେ ଆମେ 2 ଏକର ପାଇଁ ତଳି ପକାଇବା। 80 ବାଇ 80 ଏରିଆକୁ 2 ଗାର ଦେଇଦେଲେ ମାଟି ଟିକେ ହାଲକା ହବ। ସେଥିପାଇଁ ଆମେ 2 ଗାର ଦେଇଦବା। 80 ବାଇ 80 ଏରିଆକୁ ଆମର 2 ଗାର ଦେବା ପାଇଁ 28 ମିନିଟ ଟାଇମ ଲାଗିଲା। ଆପଣମାନେ ଦେଖିପାରୁଥିବେ ଆମର ହଳ ହେଲା ପରେ ବି ଖଦଡା ଖଦଡା ରହିଛି। କାହିଁକି ନା ଆମ ବିଲରେ ଯେଉଁ ବନ୍ଧ ଦିଆଯାଇଛି ତାର ଉଚ୍ଚତା କମ ଅଛି। ସେଇ ବନ୍ଧ ଯାଏ ପାଣି ରହିଲା ପରେ ବି ହଳରେ ଖଦଡା ରହିଲା। ଆପଣମାନେ ବନ୍ଧକୁ ଟିକେ ଉଚ୍ଚା କରିଦେବେ ଆଉ ପାଣି ଫୁଲ କରି ହଳ କରିବେ। ପାଣି ଫୁଲ ରହିଲେ ଖଦଡା ହେବ ନାହିଁ। ହଳ ପୁରା ପ୍ଲେନ ହେବ ଆଉ ଖଦଡା ଦେଖାଯିବ ନାହିଁ। ଆମର ହଳ ସରିଗଲା। ଖଦଡା ଖଦଡା ଅଛି। ଏଥିପାଇଁ ଆମେ ଏଥିରେ ପାଣି ମଡାଇ ଦେବା। ପାଣି ଫୁଲ ରହିଲେ ସମାନ ଦେଖାଯିବ। ଖଦଡା ରହିଲେ ବି କିଛି ଅସୁବିଧା ହେବାର ନାହିଁ। ୟାକୁ ଆମେ 3 ରୁ 4 ଦିନ ପରେ ଯେତେବେଳେ ଆଉ ଥରେ କାଦ କରିବା ଏସବୁ ପୁରା ମିଳିଯିବ। ଆମେ ଏଥିରେ ପାଣି ମଡାଇ ଫୁଲ କରିବା ଆଉ ବନ୍ଧକୁ ଚାପି ଭଲ କି ଦେବା ଯେମିତି ଗୋଳିଆଣି ପାଣି ବାହାରି ନଯିବ। ଆମ ବନ୍ଧକୁ ଠିକ କରି ଦେଇଦେଲୁ। ଦେଖିପାରୁଥିବେ ପାଣି କେମିତି ଫୁଲ ହୋଇ ରହିଛି। ଆପଣମାନେ ବି ଏମିତି ପାଣି ଫୁଲ କରି ରଖିବେ। ପାଣି ଫୁଲ ନ ରହିଲେ ଯେଉଁ ଖଦଡା ଅଛି ଖରାରେ ଶୁଖି ହାର୍ଡ ହୋଇଯିବ ଆଉ ୟାକୁ କାଦ କଲା ବେଳେ ଠିକରେ ମିଳେଇବ ନାହିଁ। ହଳ ପାଇଁ ମଧ୍ୟ ଅଧିକ ସମୟ ଲାଗିବ। ସେଥିପାଇଁ ଆମେ ପାଣି ଫୁଲ କରି ରଖିବା। ବିହନ ଆମର 3 ରୁ 4 ଘଣ୍ଟା ଖରାରେ ଶୁଖି ସାରିଲାଣି। ଏବେ ଆମେ ବିହନକୁ ପାଣିରେ ଭିଜାଇ ରଖିବା। ବିହନକୁ ପାଣିରେ ଭିଜାଇବା ପାଇଁ ଆପଣମାନେ ଡ୍ରମ, ହାଣ୍ଡି କିମ୍ବା ମାଢର ବ୍ୟବହାର କରିପାରିବେ। ଯାହା ବି ବ୍ୟବହାର କରନ୍ତୁ ସେଥିରେ ଏମିତି ପାଣି ଦେବେ ଯେମିତି ବିହନ ପାଣିରେ ବୁଡି ରହିବ। ଟ୍ୟୁବୱେଲରୁ ପାଣି ଆଣି ଦେବେ ସେଇ ପାଣିରେ ଭଲ ହେବ। ଆମ ବିହନକୁ ମାଢରେ ଏମିତି ପାଣିରେ ଭିଜାଇ ରଖିବା। ଆପଣମାନେ ଦେଖିପାରୁଥିବେ ଆମ ବିହନ ବୁଡି ରହିବା ଯାଏ ପାଣି ଦିଆଯାଇଛି। ବିହନକୁ ଟିକେ ହାତରେ ଖେଳେଇଦେବା। ଏହି ବିହନକୁ ଆମେ ଏମିତି 40 ରୁ 48 ଘଣ୍ଟା ଯାଏ ଏମିତି ପାଣିରେ ବୁଡାଇ ରଖିବା। 40 ରୁ 48 ଘଣ୍ଟା ଭିତରେ ୟାକୁ ଆମେ ଛାଙ୍କିବା। ଯେଉଁ ଚାଷୀ ଭାଇ ମାନେ ଏଯାଏ ତଳି ପକାଇବା ବ୍ୟବସ୍ଥା କରିନାହାନ୍ତି ଆଉ ଡେରି ନକରି ଜାନୁଆରୀ 5 ରୁ 6 ତାରିଖ ଭିତରେ ହଳ କାମ ସାରି ଦିଅନ୍ତୁ। ଡେ 3 ରେ ଆଉ ଏକ ଭିଡିଓରେ ମୁଁ ଆପଣମାନଙ୍କୁ ଦେଖାଇବି ବିହନକୁ କେମିତି ଛାଙ୍କିବା ଆଉ ତାକୁ କେତେ ସମୟ ଜାମ ଦବା ଆଉ ସେଥିରେ ବାଲି ପାଣି କେମିତି ଦେବା ସେଇ ସବୁ ମୁଁ ଆପଣମାନଙ୍କୁ ଆଉ ଏକ ଭିଡିଓରେ ଦେଖେଇବି। ସମସ୍ତ ଚାଷୀ ଭାଇ ମାନେ ଆମର ଏହି ଏନକେ ଗାଉଁଲି ଚାଷ ଚ୍ୟାନେଲ ସହ ଯୋଡି ହେଇ ଯାଆନ୍ତୁ। ଆଗକୁ ଡେ ବାଇ ଡେ ଆପଣମାନେ ସମ୍ପୂର୍ଣ୍ଣ ବିବରଣୀ ପାଇବେ। ଆଉ ଯେଉଁ ଚାଷୀ ଭାଇ ମାନେ ଚଳିତ ବର୍ଷ ପ୍ରଥମ କରି ନୂଆ ଧାନ ଚାଷ କରୁଛନ୍ତି ସେମାନଙ୍କ ପାଇଁ ଏହି ସବୁ ଭିଡିଓ ଗୁରୁତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ ସମସ୍ତେ ଆମ ଚ୍ୟାନେଲ ସହ ଯୋଡି ହେଇ ଯାଆନ୍ତୁ। ପୁଣି ଦେଖାହେବ ଡେ 3 ରେ ଆଉ ଏକ ମହତ୍ୱପୂର୍ଣ୍ଣ ଭିଡିଓରେ।